कृष्णा सोसाइटी हाँ जय भारत सोसाइटी हाँ स्टेट चाल रूम नंबर 3 এইটাই না আপনার না हाँ चाल नंबर 3 কেতে কেতে নমস্কার মাউসী আপনার নাম কোন মাউসী कर्पूर पाही কোউটি আপনার ঘর গাঁ কোউটি আপনার ঘর सिकरी কোউ জিলা हिंदुलकाट হ্যাঁ बरमपुर বরমপুর এরিয়া নিজ গাঁ हाँ না শাশুড় না বাপর शाशुहर বাপর नंदिक নন্দিক हाँ কোউটি से नंदिक बेले सिकरी राळव से नंदिक पाखा पाखे पाखे हाँ हाँ আর पाखे এটি যে এরিয়া না অ্যাড্রেস কোন एरिया ना सुंदर भारत जय भारत सोसाइटी আজ্ঞা তারপরে কোউটে যাଉଛି যে বম্বে কোউ জায়গা যাଉଛି না কুলা हाँ कुल्ला कमानी କୁଲା କମ୍ପାନୀ ଯାଉଛି हाँ ଭାବୁଛି ଆପଣଙ୍କ କଥା ହେବା ଆମେ ଆପଣଙ୍କର ବହୁତ ଆମେ କଥା ହେବା ଆପଣଙ୍କର ମାନେ ଗାଁରେ ଆପଣ ପିଲାଦିନ ରହୁଥିଲେ हाँ ଭାବୁଛି କେତେ ବୟସ କେତେ ହେବ ଆପଣଙ୍କର ହବ मोर 65 65 65 66 ହେଲା ଗାଁ ରହୁଥିଲେ हाँ हाँ बापा हर गाँ रे शाशु हर गाँ रे बा हर गाँ रे ଆଜ୍ଞା सब ଗାଁ ସବୁ ପିଲା ମାନେ ସବୁ ପୁଅ ଝିଅ ବଡ ହେଇସାଇଲୁ ବୋଲି ବମ୍ବେ ଆଇଲୁ କୋଉ ଇଏ ପାଠ ପଢୁଛନ୍ତି ପାଞ୍ଚ ପଞ୍ଚମ ପଞ୍ଚମ ପଢୁଛନ୍ତି ବାପ ଘରେ ନା ହଁ, ବାପ ପିଲା ଘରେ। ଦିନ ହଁ, ବାପ ଘରେ ସବୁ କିଏ କିଏ ମା ବାପା ଗୋସେଇ ବାପା ଗୋସେଇ ମା କକା ଖୁଡି ଭାଇ ଭଉଣୀ ସମସ୍ତେ ଥିଲୁ ବାପା କଣ କରୁଥିଲେ ଚାଷ କାମ ଚାଷ କାମ ହଁ, କରନ୍ତି। ପିଇସି ମାନେ ସମସ୍ତେ ଥିଲୁ ହୁଁ। ହଁ। ସ୍କୁଲରେ ଆପଣଙ୍କ ପାଠ ଯୋଉ ପଢୁଥିଲେ କେତେ ଭାଇ ଭଉଣୀ ସବୁ ପାଠ ପଢୁଥିଲେ ସେଠି ସମସ୍ତେ ଗାଁରେ ଆପଣ କେତେ ନମ୍ବର ମୁଁ ଫାଷ୍ଟ ପ୍ରଥମ ପ୍ରଥମ ନମ୍ବର ହଁ, ବାପା କଣ କରନ୍ତି ଚାଷ କାମ ଚାଷ କଣ କରନ୍ତି ହଁ, ବାପା ରାଉରକେଲା ଯାଇଥିଲେ ଆଜ୍ଞା ପଳେଇ ଆଇଲେ ଚାଷ କାମ ଗାଁ କରନ୍ତି ହଁ ହଁ କେତେ ଯେ ପାଠ ପଢିଲେ ବାହାଘର କେମିତି ହେଲା କଣ ହେଲା ସବୁ ପଞ୍ଚମ କୋଉ ସ୍କୁଲ ପାଠ ପଢୁଥିଲେ ସ୍କୁଲ ବେଲେ ହାଇ ସ୍କୁଲ ନେଇ କେମିତି ଥିଲା ସେ ସମୟରେ ପାଠ ପଢା କହିଲେ ହଁ ସମାନ ଏମିତି ଜାଗା ଆଉ ଆମର ଓଡିଆ ପାଠ ତ ଆଉ ଓଡିଆ ପାଠ ହଁ ଆସୁ ଜାଣିଛନ୍ତି ବହି ହଁ ପଢି ହଁ ପଢନ୍ତି ହଁ 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 ବହି ପୁସ୍ତକ ପଢୁଛି ପୁରାଣ ପଢୁଛି ବୁଣା ପଢନ୍ତି ହଁ ପୁରାଣ ପଢୁଛି କଣ ଏବେ କେମିତି ପାଠ ପଢା କଣ ପଢାଯାଉଛି କେମିତି କେମିତି ଏମିତି ପଢାଯାଏ କେମିତି ପଢା ପାଠ ପାଠ କେମିତି ପଢାଯାଉଛି ସେ ସମୟରେ ଏ ଆଇ ଆଉ ଇଂରେଜ ହିନ୍ଦୀ ଏଟା ଆମକୁ ଜଣାନି ବିଜ୍ଞାନ ସାହିତ୍ୟ ଏଟା ସବୁ ପଢିବାର ଏବେ ହେତୁ ହଉନି ଆଉ ପିଲାଦିନେ ପଢିବାର ଯେ ଏବେ ଆଉ ହେତୁ ହଉଛି ସମସ୍ତେ ଆମର ଗାଁ ବର୍ତ୍ତମାନ ଅଛି ମୁମ୍ବାଇର କୁଲ୍ଲା सुंदरबाग ସୁନ୍ଦରବାଗ କୁଲ୍ଲାରେ ଏଠି ଜଣେ ମାଉସୀ ସହିତ ଭେଟ କଥା ହଉଛି ମାଉସୀ ସହିତ ମୋର ଭେଟ ହେଇଥିଲା ସାକିନାକା ଜାଗରରେ ଦେଖି ମାଉସୀ ସହିତ କଥା ହେଲି କଥା କହିଥିଲି ମାଉସୀ ଆପଣ ଯାଆନ୍ତୁ ଆପଣଙ୍କର ସହିତ କଥା ହେବି ଆଜି ମୁଁ ମାଉସୀ ସହିତ ଆସିଛି ବ୍ରଡକାଷ୍ଟ କରିବା ପାଇଁ ମାଉସୀଙ୍କର ବୟସ 65 ବୟସ ତାଙ୍କ ପୁଅ ବଡ଼ ପୁଅ ପାଖରେ ରହୁଛନ୍ତି ଘରେ ତାଙ୍କର ବୋହୂ ପୁଅ ନାତି ଏଠି ଦି ପୁଅ ବମ୍ବେ ରହୁଛନ୍ତି ତାଙ୍କ ବେଶୀ କଥା ହେବା ତାଙ୍କ ପ୍ରଥମ କଥା ହେବା କେମିତି ସ୍କୁଲ କଟିଛି କେମିତି ପିଲାଦିନ କଟିଛି କେମିତି ତାଙ୍କ ବାପାଙ୍କ ସମ୍ପର୍କରେ ସାଙ୍ଗସାଥି ସମ୍ପର୍କରେ ତାଙ୍କୁ ପଚାରି ବୁଝିବା ମୁଁ ଶୁଣୁଛି ତାଙ୍କ ମୁହଁରୁ ଆପଣ ଶୁଣନ୍ତୁ ହଁ ବାସ୍ କୁହନ୍ତୁ ତାପରେ ସ୍କୁଲ ସେ କଟିଲା ସ୍କୁଲର ପାଠ ସାଙ୍ଗମାନେ ଥିଲେ ସବୁ ହଁ କିଏ ଭଲ ସାଙ୍ଗ କିଏ ସାଙ୍ଗସାଥି ସମସ୍ତେ ଏବେ ଥିଲେ। ଆପଣ ସାଙ୍ଗମାନେ ତାଙ୍କ କଥା ହୁଅନ୍ତି ଦେଖା ହୁଅନ୍ତି ଏବେ ଆଉ କିଏ ନାହାନ୍ତି କିଏ ଅଛି ଆଉ ଦେଖା ନାହିଁ ଆଉ କଥା ନାହିଁ ଆଉ କେବେ କେବେ ଯାଆନ୍ତି ବମ୍ବେରୁ ଗାଁକୁ ହଁ କେବେ ଯିବା ନା ଏବେ ତ ଯିବୁ ଏବେ 28 ତାରିଖକୁ ଯାଉଛୁ ଗାଁକୁ ଆଉ ଆଗ 2 ବର୍ଷ ତଳେ ଯାଇଥିଲୁ ଏଇ ଜାଗା କାର୍ଯ୍ୟ ହେଲେ ବାହାଘର ହେଇଥିଲା ଆପଣଙ୍କର ମାଉସୀ ସେଥିରେ ଆପଣଙ୍କର ଲଭ୍ ମ୍ୟାରେଜ ଏବେ ଯୋଉ ଲଭ୍ ମ୍ୟାରେଜ ଆରେଞ୍ଜ ମ୍ୟାରେଜ ସବୁ ସେ ଯୁଗରେ ଥିଲା ଯେ ନାଇଁ 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 ଆପଣ ସବୁ କେହି ଲଭ୍ ମ୍ୟାରେଜ କରିନାହାନ୍ତି ଥିଲା କିଛି ନାଇଁ। କେମିତି ବାହାଘର ସବୁ ହୁଏ କହିଲେ ଆପଣ ବାହାଘର କେମିତି ହେଇଥିଲା କଣ କହିଲେ ସମ୍ପର୍କରେ ବାହାର ଶାଶୁ ଏବେ ସବୁ ଏମିତି ଚାଲୁଛି ଆପଣ କୁହନ୍ତୁ ମୁଁ ଶୁଣୁଛି ଆପଣ କୁହନ୍ତୁ ମୁଁ ଶୁଣିବି କଣ କେମିତି ବାହାଘର ହେଇଥିଲା କଣ ହେଇଥିଲା କହିଲେ ସେବେ ଶାଶୁଘର ଯାଆନ୍ତି ଦେଖିବାକୁ ମନ ପାଇଲେ ଯାଇକିରି ନିର୍ବନ୍ଧ କରିଦେଇଛି ଗଣ୍ଠି ବନ୍ଧା ବୋଉ ପିଲାକୁ ଗଣ୍ଠି ବନ୍ଧା କରିଦେଲେ ପଛେ ବିଭା କରିଛି ଆଉ ଥରେ ବୋଉ ଆସେ ଏମିତି ଯାହାର ହେଇଛି ସବର କେମିତି ବାହାଘର ପକେଇକି ବାହାଘର ହୁଅନ୍ତି ବାହାଘର ଏମିତି ଯାଇକି ଦେଖନ୍ତି ବୋଉ ପିଲା ଦେଖନ୍ତି ହଁ ଶ୍ୱଶୁର ନଣନ୍ଦେଇ ଦେଢଶୁର ଏମିତି ସମସ୍ତେ ଥିଲେ ଆପଣ କଣ ଦେଖା ଯାଇଥିଲେ କୋଉ କୋଉ ଆପଣ ଦେଖା ଯାଇଥିଲେ କହିଲେ କି ଅନୁଭୂତି କହିଲେ କି ସେ ଯୁଗରେ କେମିତି ବାହାଘର ହଉଥିଲା ଆପଣ ଅନୁଭୂତି କହିଲେ କେମିତି କିଏ ଦେଖା ଯାଇଥିଲା ସବୁ କିନ୍ତୁ ଦେଖା ଝିଅ ପୁଅ ପିଲା ବର ବେଶ ହେଇକି ଯାଉଛି ଝିଅ ପିଲା ହଉଛି ନାଇଁ ପ୍ରଥମ ଦେଖିବାକୁ ଯାଇ ଦେଖା ଦେଖି ହଉନଥିଲା ନାଇଁ ନାଇଁ ଆଉ ନାଇଁ କେହି ଦେଖିବାକୁ ଜାଣିଥିଲେ ଦେଖିବାକୁ ଶ୍ୱଶୁର ଦେଢଶୁର ନଣନ୍ଦେଇ
ଏମାନେ ଥିଲେ ଯିବାର। ଆଉ ଏ ଯୋଉ ଏବେ ପୁଅ ପିଲା ଯାଉଛି ନା ତେବେ ଯାଆନ୍ତିନି। କାହିଁକି ଏବେ କାହିଁ ଯାଉଛନ୍ତି? ଆଗେ ଯାଉଥିଲେ, ଏବେ କେମିତି ଯାଉଛନ୍ତି କାହିଁକି? ଏବେ ସବୁ ସେ ରାଜ୍ୟ ଚାଲିଲା, ଆଗ ଏଟା ଚାଲେ ନାହିଁ। ଶାଶୁ ଶ୍ୱଶୁର ବାପା ମା ଯୋଉଟା କଲେ ହଉଥାଏ। ଏବେ ନାହିଁ। ନାଇଁ ଏବେ ନାହିଁ, ଏବେ ପୁଅ ପିଲା ଝିଅ ପିଲା। କାହିଁ ନାହିଁ ଏବେ? ଆପଣ ତ ବୁଦ୍ଧ ଭାଇ କଣ ଅନୁଭବ କରୁଛନ୍ତି? ଏବେ ତ ହଉନାହିଁ ନା, କାହିଁକି ଏବେ ଚାଲିବନି। କାହିଁକି ଚାଲିବନି? ନାଇଁ ନାଇଁ ଏବେ ଚାଲୁନି। କାହିଁକି ହଉନି କହିଲେ? କଣ ପାଇଁ ହଉନଥିବ? ଏବେ ମନ ପାଇଲେ ଝିଅ ପିଲାର ପୁଅ ପିଲାକୁ କଥା ହେଇକି ମନ ପାଇବାର ଅଛି, ପୁଅ ପିଲାର ଝିଅ ପିଲାକୁ ମନ ପାଇବାର ଅଛି। ସେବେ କଣ ବାପା ମା ଯାହା କଲେ ତାହା ଚାଲେ। ଆଉ ଏବେ ସେଟା ଚାଲୁନି। ଏବେ ଏ ଯୁଗରେ ଏବେ ଏଟା ଆଗ ଚାଲୁଛି ଇଣ୍ଡିଆର। ଆଉ ସେବେ ବାପା ମା କରିଦେଲେ ପୁଅ ରାଜି ଝିଅ ରାଜି। ହଁ ବାପା ମା ତ କରିଛି ସେମିତି ସବୁ ମାନେ ଏବେ କି ଚାଲୁନି। ନାଇଁ ନାଇଁ ଏବେ ନାଇଁ। ହଉଛି ଆପଣ ଗାଁରେ କେବେ ସେ ମ୍ୟାରେଜ ନଥିଲା? ନାଇଁ ସେ ଭଲ ପାଇବା ନଥିଲା। ଏବେ ତ ସବୁ ରାଧାକୃଷ୍ଣ ପ୍ରେମ ଥିଲା। ମାଉସୀ ଆଗେ ରାଧାକୃଷ୍ଣ ପ୍ରେମ ଥିଲା, ସେଟା ଥିଲା। କିନ୍ତୁ ଏବେ ଆଉ ମହାପୁରୁଷ ନା ଭଗବାନଙ୍କର ଥିଲା, ମଣିଷର କେବେ ଥିଲା କେବେ ଆମେ ଜାଣିନୁ, ଜଣା ନାହିଁ ଆମକୁ ସେଟା କିଛି ନଥିଲା। ବାପା ମା ଯାହା କହୁଥିଲେ ହଁ ବାପା ମା ଯୋଉଟା କହୁଥିଲେ ସେଟା, ଯାହା କହୁଥିଲେ ସେଟା ଖାଉ ବିଲ ମା। ହଁ ବୋଉ ଦେ ଏଟା। ଆଉ ଏବେର ପରେ ନାହିଁ। ଏବେ ଶାଶୁ ଘରକୁ ବୋଉ ଆଇଲେ ବୋଉରୁ ଚଳିବ। ସେବେ ଶାଶୁ ପାଖରେ ବୋଉ ଚଳିଲା ବେଳକୁ ଶାଶୁ ଚଳେଇବାର। ଏବେ ଆଉ ଶାଶୁ ନାହିଁ, ଏବେ ବୋଉ ମାନେ ଚଳେଇଲେ। ଆଗେ ଭଲ ଥିଲା, ଏବେ ଭଲ ଅଛି। ଆଗ ଆମ ଦିକି ଭଲ ଥିଲା, ଏବେ ତାଙ୍କ ଦିକି ଭଲ ଅଛି। ଯାହା ଯୁଗରେ ସେଟା। ଆଗେ ଜଏଣ୍ଟ ପରିବାର ଥିଲା, ପରିବାର ଥିଲା, ଲୋକମାନେ ପରିବାର ସ୍ନେହ ପାଉଥିଲେ। ଏବେ ମାନେ ଛୋଟ ଛୋଟ ତାଙ୍କ ଭାଇ ଭାଉଜ ଖୁରୀ ମମିଙ୍କ ସହିତ ବୁଲୁଥିଲା। କଣ ବିପଦ ପଇଲେ ସେମାନେ ସବୁ ହଉଥିଲେ, ସାଥିରେ ରହୁଥିଲେ। ଏବେ ସବୁ ଆଜି ପଳେଇଲେ ଶାଶୁଘର, କାଲି ସକାଳୁ ଚାଲ। ଯିଏ ସମ୍ଭାଳୁଛି ସମ୍ଭାଳୁଛି। ଆମର ଏବେ 2 ପୁଅ ଯାକ ରହିଲେ, 10 ବର୍ଷ ରହିଲେ ମୋ ବୋଉ ମାନେ ଗୋଟେ ଘରେ, ସବୁ ଚଳିଲେ। ଏବେ ଯାଇକିରି ଅଲଗା ହେଲେ। ଏବେ 6 ବର୍ଷ ହେଲା। ସେ ସାନ ପୁଅର ଝିଅ 2ଟା ହେଲେ, ବଡ ପୁଅର ପୁଅ 2ଟା ହେଲେ, ବଡ ବଡ ହେଲେ, ସବୁ ପାଠ ପଢିଲେ। ଆଗେ ତ ଭାଉଜ ରହୁଥିଲେ, ଯାହା ରହୁଥିଲେ, ଏବେ କାହିଁ ରହୁନାହାନ୍ତି? ଆପଣ ଅନୁଭବ କଣ କରୁଛନ୍ତି? କାହିଁ ରହୁନାହାନ୍ତି? ଏବେ ଚଳୁନି ନାଇଁ, ଏବେ ସେଟା ଚଳିବନି, ସେଟା କିଏ କରିବନି। ଏବେର ମାଇ ପିଲାମାନେ ସେଟା ଭଇଁକିରି କରିବେନି। ପୁଅ ପିଲାମାନେ ସମ୍ଭାଳି ପାରିବେନି। ପୁଅ ପିଲାମାନେ ସମ୍ଭାଳିଲା ବେଳକୁ ପୁଅ ପିଲାମାନେ ସମ୍ଭାଳିବେନି। କାହା କଥା କରିବେ? ମାର କରିବେ ନା ମାଇପର କରିବେ? କାହାର କରିବେ? ମାଇକିନାର କଥା ମାନିବାକୁ ତ ବାଧ୍ୟ ନା। ମାର ମାନିବ, ମାଇକିନାର ଏବେ ଯୁଗ ଭୟ କରୁଛନ୍ତି, ପୁଅ ମାନେ ଭୟ କରୁଛନ୍ତି। ଆମ ଗାଁ ମାନଙ୍କରେ ପୁଅ ମାନେ ବାହା ରାଜି ହଉନା, ବାହା ହବାକୁ ଚାହୁଁନାହାନ୍ତି। ଟିକେ କଣ ହେଲେ ଆଗେ ବାହା ହେଇ କାହିଁ ମିଥ୍ୟା କେସରେ ସେମାନେ ଥାନାକୁ ଯିବେ। ସେ ବାହା ହବ ବଞ୍ଚିବ ମାନେ ନାଇଁ ନା। ଏବେ ବାହାଘର ବଞ୍ଚିବ ବୋଲି କିଛି ମାନେ ନାହିଁ ନା କିଛି। ଏବେର ପିଲାମାନେ ଏଟା ଆଗା କହୁଛନ୍ତି। ଏବେ ଯୋଉ ହେଇଛି ନା, ଏବେର ପିଲାମାନେ କହୁଛନ୍ତି ଆମେ ବାହା ହବୁ କାଣେ, ଏଟା ହବ କାଣେ। ଏବେ ଏଟା ଆଉ ଥରେ କହୁଛୁ ଚାଲି ହୁଇ ହେଲେ ମଧ୍ୟ ହଉଛନ୍ତି ଆଗା। ଏବେ କଣ ଆଉ ଜାତି ପିଲା ନାହିଁ, ଅଜାତି ପିଲା ଆଣୁଛନ୍ତି। ଏଟା ଚାଲିଛି। ଜାତି ରହିବା ଦରକାର ମାଉସୀ। ହଁ ଜାତି ପିଲା ରହିଲେ ଭଲ। ଆଉ ଆମ ଜାତିରେ ଆମ ପିଲା ଆଇଲେ ଆମ ଘରକୁ ଭଲ। ହେଲେ ପୁଅ ମାନିଲେ ତ ତାର ଯୋଉ ଯାଉ ମନ ପାଇଲା ସିଏ ତ ତା କଲା। ହଁ ବାପା ମାର ହଁ, ନାଇଁ କରିବାକୁ ନାଇଁ। ଆପଣ ଯଦି ବାହାଘର କେମିତି ବାହାଘର ଆପଣ ହେଇଥିଲା? ମାନେ କେମିତି ଏମିତି ବାହାଘର, କେମିତି ବାହାଘର ଆପଣ ବାହାଘର କେମିତି ହେଲା କହିଲେ? କହୁଛୁ ପରା, ଆମର ବାପା ମା ଯାହା କଲେ ତାହା ବାପା ମା। ଆଜି ଜୋଇଁ ପୁଅ ଗଲା, ବାଟ ବରଣ କଲେ, ବେଦିରେ ବିଭା କଲେ, ଝିଅକୁ ଶାଶୁଘର ପଠେଇଲେ ବାପା ମା। ଏଟା ସବୁ ହେଲା। କେମିତି ହେଇଥିଲା ବାହାଘର? ବାଜା ବାଣ ନା କେମିତି କଣ ହଉଥିଲା? ନାଇଁ ନାଇଁ, ଶଙ୍ଖ ବାଜିକିରି ଜୋଇଁ ପିଲା ଗଲେ ହୁଳୁହୁଳା ପକେଇକିରି ନେବେ, ବାଟ ବରଣ କରିକିରି। ଆଉ ଝିଅ ମାନେ ଶାଶୁଘର ଆଇଲେ ବୋଉ ପିଲାକୁ ନେବେ ଶାଶୁଘର, ବନ୍ଧାପଣା କରିକିରି, ଶଙ୍ଖ ବାଜିକିରି। ଗାଡି ଘୋଡା ଥିଲା? ଶଗଡ଼। ଆପଣ ଶଗଡ଼ ବସି ଯାଇଥିଲେ? କେମିତି ଶଗଡ଼ ବସି କହିଲେ? କିନ୍ତୁ ଲୋକମାନେ ଶୁଣି କେମିତି ଶଗଡ଼ ବସି ଯାଇଥିଲେ? ଶଗଡ଼ ତ ଗଲା, ଶଗଡ଼ ଲୋକ ଧରିକିରି ଆଇଲେ। ଆପଣ ଆସିଥିଲେ କେମିତି? ଶଗଡ଼ରେ? ଶଗଡ଼ ବଳଦ ଟାଣି ବସି ନେଇଯିବ? ହଁ, ଛାଡିବାକୁ ସବୁ ଆଇଲେ। ଆଉ ଯାହା ସାମାନ ଦେବା କଥା ବାପ ଘର ଦେବେ, ସବୁ ଶଗଡ଼ ହକା। 5ଟା ଶଗଡ଼ ଆଇବ, 10ଟା ଶଗଡ଼ ଆଇବ। ସେବର ଏମିତିଆର। କୋଉ ଗାଁ କହୁଥିଲେ ଆପଣ? ଭୁଲିଗଲି ଗାଁ ନା। ନନ୍ଦିକ। କୋଉଠି? ସେଟା ହଉଛି ଆପଣ ବରପୁର ପାଖରେ? ନାଇଁ ନାଇଁ, ସିକିରି ରାଳବ ନନ୍ଦିକ ସେଇଠି। ସେ ସବୁ ସେଇ ଏରିଆରେ ଆପଣ? ହଁ। ଏ ବଡ ଝିଅ ଯାଇଛି ଜାମୁନି, ସାନ ଝିଅ ଯାଇଛି ଷୋଳଘର। ସେଠି ପାଖରେ ସେ ଯୋଉ ବରପୁର ପାଖରେ ଲୋକ। ହିନ୍ଦୁଳି କାଟୁ ପାଖରେ। ବଡ ପୁଅ ବିଭା ହେଇଛି ହତାପୁର, ସେ ଲାଇନରେ ଏକା। ଯଦି ମନେ କର ଏବେ ଆଗେ ଯଦି ବାହାଘର କଲା ଝିଅର ପସନ୍ଦ, ପୁଅର ପସନ୍ଦ ହବ କି ଝିଅର ପୁଅ ପସନ୍ଦ ହବନି, କଣ କରୁଥିଲେ? ଏବେ ସବୁ ନାଇଁ, ବାପା ମା ଯାହା କରିଦେଲେ, ଆମ ବାପା ମା ତ କହିଥିଲେ ଆମ ଭାଗ୍ୟରେ ଯାହା ଅଛି ତାହା ଆମେ ଭୋଗ କରୁ। ଏଟା ଭାବିଛି। ଏବେ ଆଉ ସେଟା ନାହିଁ
ଇଣ୍ଡିଆର ହଉଛି। ଏବେ ମାନେ ସେ ଯାହା ମନ ନ ମାନିବ ରହିବାକୁ ପଡିବ। ହଁ ଏବେର କଥା ଆଉ କାହାକୁ କହିବାକୁ ନାହିଁ। ଯାଉନ ବି ଯାଉଛନ୍ତି ଭାରି କିଏ ନ ମ୍ୟାରେଜ କରୁଛି କିଏ କରୁଛି କିଛି ନାହିଁ। କଣ ପୋତା ଟିକେ କିଏ ହେଲେ କିଏ ମରୁଛି କିଏ ହଜୁଛି କିଏ ପୋତା ହଉଛି କିଏ ଛାଡିକିରି ଯାଉଛି ଇଣ୍ଡିଆରେ ହେଇଯାଉଛନ୍ତି। ସେବେ ଆଉ ସେଟା ନାହିଁ। ମାନେ ସେ ପାରିକି ରହୁଥିଲେ। ହଁ ସେବେ କେମିତି ବାହାଘର ଆଗେ ଏବେ ବାହାଘର କେମିତି କଟିଲା ଆମର ଆଇଲେ ବାହାଘର କଣ ଘରେ ସବୁ କିଏ ଥିଲେ ଶାଶୁର କହିଲେ ଶାଶୁର କିଏ ଥିଲେ କେମିତି ଶାଶୁ ଶ୍ୱଶୁର ନଣନ୍ଦ ଦିଅର ଦିନେ କହିଲେ କେମିତି କଟିଛି କହିଲେ ଆପଣ ବାହାଘର କେମିତି କଟିଛି ସବୁ କହିଲେ ମତେ ଶୁଣିବା। ସମସ୍ତଙ୍କ ପାଖରେ ସମସ୍ତେ ସବୁ ସମ୍ଭାଳିକିରି ଦିନ କଟିବାକୁ ଯାଉଥିଲା। ସବୁ ସମ୍ଭାଳିବାକୁ ପଡୁଥିଲା। ସମସ୍ତଙ୍କର ନଣନ୍ଦ ଦିଅର ଯା ଶାଶୁ ଶ୍ୱଶୁର ସମସ୍ତେ ପରିବାର ରହୁଥିଲେ। ସବୁ ସମସ୍ତଙ୍କୁ ସମ୍ଭାଳିବାକୁ ପଡୁଥିଲା। ଏମିତିରେ ଚଳିବାର ଥିଲେ। କେତେ ଭାଇ ତାଙ୍କର ଥିଲେ? ନାଇଁ ମୁଁ ଏକା ଥିଲେ। ଥିଲି। ଆଉ ଆମ ନଣନ୍ଦ ହେଲେ ମୋର ଜଣେ ଏକା। ଛୋଟ ନା ବଡ? ନାଇଁ ମୋଠୁ ଛୋଟ। ଆପଣ ସବୁ କାମ କରୁଥିଲେ? ହଁ ମୋ ଶାଶୁ ଶ୍ୱଶୁର ଥିଲେ। ଆମେ 2 ଜଣ ନଣନ୍ଦ ଆମେ 5 ଜଣ ସେ ଘରେ ଥିଲୁ। ମୋର ପୁଅ ଝିଅ 4ଟା ହେଲେ ସେ ଘରେ ଏକା। ଆଉ ଗାଈ ବଳଦ ସବୁ ରଖିଥିଲେ। ଗୁହାଳ ଘର ଦ୍ୱାର ସବୁ ହଉଥିଲା। ସବୁ କରୁଥିଲେ। ଶାଶୁ କରୁଥିଲେ ନଣନ୍ଦ କରୁଥିଲେ ମୁଁ କରୁଥିଲି। ମୁଁ ବୋଉ ପିଲା ହେଇ ଘରେ ଏଟା ହଉଥିଲା। ଏବେ ଭାବୁଛି ଏବେ ସେବେ ଲୋକ ସବୁ ଏବେ ସେମିତି ହେଇପାରିବ ଚଳିଲେ? ନାଇଁ ଚୁଲିରେ ରନ୍ଧା ହଉଥିଲା। ମାଟି ହାଣ୍ଡି କାଠ ଜାଳିକିରି ଏମିତିଆର ହଉଥିଲା। ଆପଣ କରିଛନ୍ତି? ହଁ ଧାନ କରା ହଉଥିଲା ସବୁ ସେମିତି ଏମିତି ଥିଲା ନା? ଧାନ ସିଝା ହଉଥିଲା ମାଣ୍ଡିଆ ଘୋରା ହଉଥିଲା ବଢି ପକା ହଉଥିଲା ବିରି ବଟା ହଉଥିଲା ପେସେଣାରେ ଏମିତି ସବୁ ହଉଥିଲା। ଆଉ ଏବେ ସେଟା ଆଉ କିଛି ନାହିଁ। ତ ସବୁ ମେସିନ୍ ଆଇଲା। ଆଉ ଗ୍ୟାସରେ ରାନ୍ଧିଲେ ମେସିନରେ ଗ୍ରାଇଣ୍ଡରରେ ପେସିଲେ। ଆଉ ଏବେ କଣ ଅଛି କି ସେଟା? ଗାଁରେ ସବୁ ଚାଷ କିଏ କରୁଥିଲେ ଆପଣ ସେଥିରେ? ହଁ ବିଲରେ ଥିଲା ଆପଣ ବିଲରେ ଥିଲା? ହଁ ଶାଶୁଘରେ ଏବେ ହେଲେ ଅଛି ନା? ହଁ ବାପା ଘରେ ଅଛି ଶାଶୁ ଘରେ ଅଛି ସବୁ ଅଛି। ଆପଣ ବିଲରେ ଯାଆନ୍ତି ନା ସେମାନେ? ନାଇଁ ବିଲରେ ଆଗେ ବିଲରେ କାମ କରୁଥିଲେ ସ୍ତ୍ରୀ ଲୋକ ବିଲରେ। ଆମର ଓଡିଆ ଲୋକ ବ୍ରାହ୍ମଣ ଲୋକ ନାହିଁ। ବ୍ରାହ୍ମଣ ଲୋକ ବ୍ରାହ୍ମଣ ହଁ ଆମର ବ୍ରାହ୍ମଣ ଲୋକ ନାହିଁ। ଓଡିଆ ଲୋକ ବିଲ ବାଡି ସବୁ ଯାଆନ୍ତି ବାପା ସାଥିରେ ମା ସାଥିରେ କରନ୍ତି। ଆଗେ ଜାତିଭେଦ ବହୁତ ଅଧିକା ଥିଲା ମୌସି ନା? କି ଛୁଇଁବେ ନାହିଁ ବହୁତ। ଏବେ ସେଟା ଆଉ ଦେଖିବାକୁ ନାହିଁ। ମାଇକିନା ଲୋକ ଅଲଗା ହେଲେ ବାହାରି ରହିବାକୁ ଛୁଇଁବାକୁ ନାହିଁ କରିବାକୁ ନାହିଁ କିଛି ନାହିଁ। ଏବେ ସବୁ ଉଣା ପକାନ୍ତି ଆଗେ ଶୁଣିଛି ମୁଁ। ହଁ ଆପଣ ପକେଇଥିଲେ? ହଁ ଏତିକି ଓରଣା ଦାଣ୍ଡୁ ବାହାରିଯାଉନି ବାରି ବାହାରିଯାଉନି। ସେଇଟା ଭଲ ନା? ଏଇ ଭଲ ଥାଏ ସେ ଉଣା ପକେଇବା ଭଲ ନା ଏବେ ସ୍ୱାଧୀନତା ଭଲ? କୋଉଟା ଭଲ ଲାଗୁଛି ଆପଣଙ୍କୁ? ସିଏ ଭଲ ଯୋଉ ଟାଇମରେ ସେଟା ଆମ ଟାଇମରେ ଆମେ ଦି ସେଟା ଭଲ ଲାଗୁଥିଲା। ଏବେ ପିଲାମାନଙ୍କର ଟାଇମରେ ଏବେ ତାଙ୍କ ଦି ଭଲ ଲାଗୁଛି ଆମକୁ ଭଲ ଲାଗୁଛି। କଣ କରିବାକୁ ଅଛି? ଯେମିତି ମହଲରେ ହଉଛି ନା ସେମିତି ଚାଲିବାକୁ ପଡୁଛି। କେତେ ଦିନ ଗାଁ ରହିଲେ? ଗାଁରେ ମୁଁ ରହିଲି 35 ବର୍ଷ। ତାପରେ ବମ୍ବେ ଆସିଲେ? ହଁ। ସ୍ୱାମୀ କଣ ଗାଁରେ କଣ କରୁଥିଲେ ଆପଣଙ୍କର? ଚାଷ କାମ କରୁଥିଲେ? ବିଲ ବାଡି ବହୁତ ଆପଣ ଚାଷ ଆଡଜଷ୍ଟ କରିଦେଉଥିଲେ? ଚାଷ କରୁଥିଲେ। ତାପରେ ବମ୍ବେ ଆସିଲେ? ବମ୍ବେ କଣ କରୁଥିଲେ? ବମ୍ବେରେ ବାପା ପୁଅ ଆସିଲେ ବମ୍ବେରେ କାମ ଏକା କଲେ। ଆଉ ଗାଁରେ ବାକି ବକର ହେଇଗଲୁ କି ପଳେଇ ଆଇଲେ। ବଡ ଝିଅ ଶାଶୁଘର ଆଇଲା ତାଙ୍କୁ ଧରି ପଳେଇ ଆଇଲେ। ଆଇଲୁ କି ଏଠି ସବୁ କାମ ପତ୍ର କରିକି ବାକି ପତ୍ର ସୁଧିଲେ ଘର ପାଇଲେ। ମୁଁ ଆଇଲି। ପୁଅ ତ ବର୍ତ୍ତ ହେଇନଥିଲା। ବଡ ଝିଅ ଶାଶୁଘର ଆଇଲା ବଡ ପୁଅ ବର୍ତ୍ତ ହେଇଥିଲା ଗାଁରେ। ହଁ ଆଉ ଶାଶୁ ଶ୍ୱଶୁର ମଲେ ଏଟା ସବୁ ହେଲା। ସେଇଠୁ ବାପା ପୁଅ ପଳେଇ ଆଇଲେ ବମ୍ବେ। ଶାଶୁ ଶ୍ୱଶୁର ମଲୁକିରି ଆଗା ତା ବାପା ଆଇଲେ ବମ୍ବେ ଛାଡିକିରି ଆଇଲେ। ବୋଇଲେ ମୋ ବାପା ମାକୁ ଛାଡି ମୁଁ ଯିବିନି। ସେ ଗାଁରେ ଆଗା ତାଙ୍କେ ମରି ସାରିଲୁକିରି ସେଟା ସବୁ ଛିଡଲୁକିରି ବମ୍ବେ ଆଇଲେ। ବାପା ମା ଥିଲେ ରହୁନାହାନ୍ତି ପାଖରେ। ତୋ ବାପା ମା ଧରି ତୁ ସେ ରହୁ ହେଲେ ରହ ନହେଲେ ମୁଁ ରହିନି ବୋଲି ଝିଅମାନେ। ଆଉ ସେବେ କଣ ଆମେ ରହୁଥିଲୁ। ଏବେ ମୁଁ ଅଛି। ଏବେ ବାପା ମଲେ ଆମ ବୋଉ ମାନେ ପୁଅ ମାନେ ହେଲେ ତାଙ୍କ ପାଖରେ ଆମେ ରହିଲୁ ଆଗା। ଆମେ କୁଆଡେ ପଳେଇଲୁ କି? ଏବେ ପିଲାମାନେ ଆଜି ଆଇଲେ କାଲିକି ନାଇଁ ତୁ ଯୁଆଡେ ମୁଁ ସିଆଡେ। ଏଠି ଆସି କଣ କାମ କରୁଥିଲେ ଆପଣ ସ୍ୱାମୀ? ଏ ଗାର୍ମେଣ୍ଟରେ କଣ କାମ କରୁଥିଲେ। ପୁଅ କମ୍ପାନୀରେ କାମ କରୁଥିଲା। ତାଙ୍କେ ହେଲେ କମ୍ପାନୀରେ କରୁଥିଲେ କାମ କରୁଥିଲେ ଏମିତି ଆଉ। ଆଗ ଆଉ କଣ କାମ ମିଳୁଥିଲା? ଆଗ ତ ସେଟା ହେଲେ ମିଳୁଥିଲା। ଏବେ ତ ତାହା ହେଲେ ନାହିଁ। ଏବେ 8-9 ମାସ ହେଲା ବଡ ପୁଅ ପଳେଇ ଆଇଲା ଯେ ଘରେ ବଇଛି କୋଉଠି କାମ ଟିକେ ହଉନି। ଶ୍ୱଶୁରର ନୌକରି ଥିଲା। ଏଠି ବମ୍ବେରେ? ନାଇଁ ବିଶାଖାପାଟଣାରେ। ସରକାର ନୌକରି ଗଭର୍ଣ୍ଣମେଣ୍ଟ ନୌକରି ଥିଲା ଯେ ଛାଡ଼ିଦେଲେ। ଶ୍ୱଶୁର ରିଟାୟାର ହେଇ ପଳେଇଲୁ। ଆଙ୍କେ ଆଉ କଲେନି ବେଲେ ନାଇଁ ମୁଁ ଗୋଟିଏ ପୁଅ ମୋ ବାପା ମା ପାଖକୁ ଗାଡି ଆଙ୍କେ ପଳେଇ ଆଇଲେ। ଆଙ୍କେ ରହିଲେନି ଗଲେନି କାମରେ। ଆଙ୍କେ ଗାଁରେ ଏକା ରହିଲେ। ଶ୍ୱଶୁର ନୌକରି ଥିଲା ଏମିତିଆ। ସେଇଠୁ ସରିଗଲୁକିରି ସବୁ ବାପା ମା କାର୍ଯ୍ୟ ଛିଡ଼ିଲା। ଝିଅ ଶାଶୁଘର ଆଇଲା। ଏ ପୁଅ ବର୍ତ୍ତ ହେଲା। ଝିଅ ହେଲା। ଆଗେ ଆପଣଙ୍କର ଏଠି ଏବେ ସବୁ ଫ୍ରିଜ ହେଇଗଲା ୱାସିଂ ମେସିନ ହେଇଗଲା ସବୁ
ଆଗେ ସେ ଚୁଲିରେ ରୋଷେଇ କରୁଥିଲେ ହଁ କି ଅସୁବିଧା ହଉଥିଲା? ନାଇଁ ତ ଧୂଆଁ ଫୁଆଁ ତ ହଉଥିବ। ହଁ ଧୂଆଁ ହଉଥିଲା ଧୂଆଁ ନଳା ଉପରକୁ ଢବା ଘର ତ ଉପରକୁ ଧୂଆଁ ଯାଉଥିଲା ଘରେ ହେଲେ ଧୂଆଁ ହଉଥିଲା କାଠ ଜାଳିକି ରନ୍ଧା ହଉଥିଲା ଚୁଲିରେ ମାଟି ହାଣ୍ଡି ବସେଇକିରି ଚାଉଳ ଧାନ କରୁ ଚାଉଳ କୁଟା କରୁଥିଲା। ଚାଉଳ ପେଢେଇକିରି ଆମେ କୁଟିନୁ ଆଉ ଆଜ୍ଞା ହଁ ଧାନ ପେଢେଇକିରି ମିଲରେ ଅଣା ହେଇଯାଉଥିଲା ପାତି ଆପଣ ଆମେ ଶୁଣିଥିଲୁ ଯେତେବେଳେ ଆପଣଙ୍କର ଇଏ ସିନେମା ଦେଖି ସବାଳି ଦେଖିଛୁ ଆପଣ? ହଁ ଆଘର ଲୋକ ଆହୁରି ଆଘର ଲୋକ ଆମ ଆଘରେ ଯୋଉ ବୁଢୀ ମାନେ ଆଇଥିଲେ ନା ସବାରିରେ ଆଇଲା ଆମ ଟାଇମରେ ଶଗଡ ହେଇଗଲା ଏବେ ଗାଡି ଖାଇବା ପାଇଁ କଣ ବାହାଘର ହେଇଥିଲା ଆପଣଙ୍କର? ଆଁ ଖାଇବା ପାଇଁ କଣ ହେଇଥିଲା? କ- ଖାଇବା ପାଇଁ ଆପଣ ଏଇ ବରଯାତ୍ରୀ ଯାଇଥିବେ ଖାଇବା ପାଇଁ କଣ ହଉଛି ସେ ସମୟରେ? କ୍ଷୀରି ଭାତ ଡାଲି ତରକାରୀ ମାଛ ମାଉଁସ ଏମିତି ହଉଥିଲା? ହଁ ଜିଲାପି ନଡୁ ଖଜା ସବୁ ହେଇ ସେ ସମୟରେ ହଉଥିଲା? ହଁ ଆଜ୍ଞା। ସବୁ କର ସବୁ ହେଇ ତାପରେ ଏଠି ଆସି ବମ୍ବେରେ ରହିଲେ ସେଠି ହଁ ଏମିତି ବମ୍ବେ ସମ୍ପର୍କ କହିଲେ ଆପଣ ଘରେ ହିନ୍ଦୀ ଜାଣିଥିଲେ? ନାଇଁ କଣ କେମିତି କେମିତି ରହିଲେ କେମିତି କଟେଇଲେ କହିଲେ ଆପଣ ଏ ମା ମୋ ଗୋଡ ଝିମି ହେଇଗଲାଣି ବାପା ହଁ କୁହ। ହିନ୍ଦୀ କେମିତି କହିଲେ ପାଖରେ କଣ ଆପଣ ଓଡିଆ ତ କଥା ହେଲା ଆପଣ ପାଖ ପଡୋଶୀ କିଏ ଥିଲେ? ଭାୟା ମରାଠୀ ଓଡିଆ ସମସ୍ତେ ଆପଣ ଯୋଉ ଥିଲେ ପାଖରେ କିଏ ଥିଲା ଆଗ ପଛରେ କିଏ ଥିଲେ? ପଖା ତାଙ୍କ କଥା ମୁଁ ବୁଝିପାରିଆନି ମୋ କଥା ତାଙ୍କ ବୁଝିପାରିଆନି କେମିତି କଣ ହେଲା କେମିତି କଣ ଦରକାର ବେଳେ କଣ କେମିତି କରୁଥିଲେ? ସେଇଟା ଦେ ଏଇଟା ଦେ କହିବାର ଦେଖେ ହାତରେ ଦେଖ। ହଁ ହାତରେ ଦେଖେଇଦେବେ ତାଙ୍କ ଜାଣିଦାର ଆଉ ନେଇଲି କଥା ଏମିତି ଆଉ ସେଠି ମାନେ ଏଠି ଆସି ଘର ଭଡା କେମିତି ଘର ଏମିତି ଥିଲା ଘର ପଡିଲା କଣ ଘର କେମିତି ଦେଲେ? ଘର ସବୁ ଏମିତି ଘର ନା କେମିତି ଘର ନାଇଁ ନାଇଁ ଏମିତି ଏବେ ସବୁ ବନା ହେଇଗଲା ନା ତା ଟାଇଲ୍ସ ନଗେଇ ସେବେର ଘର ଏମିତି ଥିଲା କି କେମିତି ଉପର ଟିଣ ଆଉ ବଇବାଡ ଏମିତି ତଳ ଏମିତି ଏକା ଥିଲା ଆଉ ଚାରି ଜାଗା ତଳିଆ କେତେ ଟଙ୍କା ପଡୁଥିଲା ଘର ଭଡା କେତେ ପଡୁଥିଲା? ଘର 600 700 1000 ଏମିତି ପଡିଆର ଏଇ ଆପଣଙ୍କର ଏଇ ମାନେ ବମ୍ବେରେ? ହଁ ଏମିତି କେତେ ବର୍ଷ କଥା କହୁଛନ୍ତି? ଆଉ ମୁଁ କହୁଛି 25 ବର୍ଷ ତଳର କଥା ଆପଣଙ୍କର କିଛି ଅବଶେଷ ନାହିଁ ଆପଣ ପୁଅ 3 ପୁଅ ଗୋଟେ 2 ପୁଅ ପାଖରେ ରହୁଛନ୍ତି ବମ୍ବେରେ? 2 ପୁଅ 2 ଝିଅ ଝିଅ ହଁ ସେଇଟା ତ ଦେଖିଲ ସାନ ପୁଅ ଏଇଟା ବଡ ପୁଅ ସେ ଘରଟା ସାନ ପୁଅ ଆପଣଙ୍କର ଅବଶେଷ କିଛି ନାହିଁ ଦୁଃଖ ନାହିଁ କିଛି ମନ ଭିତରେ? ନାଇଁ ନାଇଁ ସବୁ ସବୁ ଭଲ ମୋର ହଁ ସେଇଠି ମାସେ ଏଇଠି ମାସେ ହଁ ମନ ଦୁଃଖ ହେଲେ ଏବେ ଏଠି ମାସେ ଗୋଟେ ମତେ ଖାଲି କଣ ମୁଁ ଏ ଟାଇମରେ ଏମିତି ହେଲି ଦୁଃଖ ସିନା ନହେଲେ ମତେ ଆଉ କିଛି ଦୁଃଖ ନାହିଁ ଆଉ ଆରେ ସ୍ୱାମୀଙ୍କର କଣ କେମିତି କଣ ହେଇଥିଲା ତାଙ୍କ କଥା ପଚାରେ ସ୍ୱାମୀଙ୍କର କେତେ ବର୍ଷ କଣ ହେଲା କଣ କେମିତି? ବିମାର ଥିଲେ ଆଜ୍ଞା ଫାଷ୍ଟ ଅପରେସନ ହେଇଥିଲା ଆଜ୍ଞା ଆଉ ପାରାଲିସିସ ହେଇଗଲା ଆଜ୍ଞା ହେଇଗଲେ ଆଉ ହଁ ସବୁ ନାତି ନାତୁଣୀ ସବୁ ହେଇଯାଇଥିଲେ ଆଉ ନାତି 3ଟା ବର୍ତ୍ତ ହେଇଯାଇଥିଲେ ଆଜ୍ଞା ହଁ ଆମର ଦିନଦାର ହଁ ବ୍ରାହ୍ମଣ ନକର 3ଟା ନାତି ବଡ ଝିଅର 2 ପୁଅ ସାନ ଝିଅର ଗୋଟେ ପୁଅ ବର୍ତ୍ତ ହେଇଯାଇଥିଲେ ଆଉ ଏମାନେ ସବୁ ଛୋଟ ଛୋଟ ହେଇଥିଲେ ଆଉ ବଡ ପୁଅର ପୁଅ ମାନେ ସାନ ପୁଅର ଝିଅ ମାନେ ସବୁ ଛୋଟ ହେଇଥିଲେ ଆଉ ସାନ ପୁଅର ସାନ ଝିଅ ଏବେ ହେଲା ଗଲା ବର୍ଷ ବର୍ତ୍ତ ହେଲା ଏମିତି ହଁ 5 ବର୍ଷ ହେଲା ତାଙ୍କ ଗାଁ ଯାଆନ୍ତି? ହଁ ମାଉସୀ ଆପଣଙ୍କ ଇଚ୍ଛା ହୁଏନି ବୟସ ହେଲା ଆମେ ଗାଁକୁ ଯିବା ଆମେ ବହୁତ ଦିନ ବାହାରେ ରହିଲୁ ନିଜ ଗାଁକୁ ଯିବାକୁ ଇଚ୍ଛା ହୁଏନି? ହଉଛି ଗାଁ କିଏ ଅଛନ୍ତି ଗାଁରେ କିଏ ଅଛି? କିଏ ନାହାନ୍ତି ମୋ ନନା ବୋଉ ଅଛନ୍ତି ଆପଣ ଇଚ୍ଛା ହୁଏନି ମୁଁ ରହିବି ଗାଁକୁ ଯିବି ଗାଁ ଲୋକଙ୍କ ଯୋଉମାନଙ୍କ ପିଲାଦିନେ କଟେଇଛି ପିଲା ଇଚ୍ଛା ହଉଛି ଯେ ଆମ ଘରେ କିଏ ନାହିଁ ନା ମୁଁ ଏକଲା ରହିପାରିନି ସେଥି ଯୋଗୁ ମୁଁ ଯାଉନି ଇଚ୍ଛା ହଉଛି ଗାଁକୁ ଯିବାକୁ ଇଚ୍ଛା ହଉଛି ହଁ ମନେ ପଡେ ପିଲାଦିନ ମୋର ଅମୁକ ସାଙ୍ଗ ଥିଲା ହଁ ସବୁ ମନେ ପଡୁଛି ବାପା ମା ମନେ ପଡୁଛନ୍ତି ଶାଶୁ ଶ୍ୱଶୁର ମନେ ପଡୁଛନ୍ତି ଶାଶୁ ଶ୍ୱଶୁର ତ ମରିଗଲେଣି ବାପା ମା ଅଛନ୍ତି ନା ମୋର ଆଉ ଏବେ ଆଉ କଣ କରି ଗଲେ ହେଲେ ଚଳିପାରିବିନି ଏକୁଟିଆ ଏକଲା ରହିଲେ ସେଥି ଯୋଗୁ ଯାଉନି ଆଉ ନହେଲେ ଯିବା ନା ଗାଁକୁ ଆଉ ରହିବାକୁ ଇଚ୍ଛା ହଉଥିବ ନା? ହଁ ବମ୍ବେରେ ଇଚ୍ଛା ହଉଥିବ ଗାଁରେ ରହିଲେ ଏଠି ଆଇବାକୁ ଇଚ୍ଛା ହଉନି ଆଜ୍ଞା ହଁ ଏ 10 ବଖରା ଘର ଦାଣ୍ଡ ବାରି ସାହି ପଡିଶା ଏଇଠି କଣ ଗୋଟେ ଘରେ ରହିବା କଥା ନ ରହିଲେ ନ ଚଳେଇଲେ ରହୁଛନ୍ତି କଣ କରିବା ଏ ବମ୍ବେ ନା ରହିବା ତ ବହୁତ ପ୍ରୋବ୍ଲେମ ବମ୍ବେ ରହିବା ତ ବହୁତ ପ୍ରୋବ୍ଲେମ ଘର ସମସ୍ୟା ବହୁତ ବଡ ପ୍ରୋବ୍ଲେମ ଖାଇବାକୁ ମିଳିଯିବ କାମ ମିଳିଯିବ କିନ୍ତୁ ବମ୍ବେ ରହିବା ତ ବହୁତ ସେତିକି ମନେ ସ୍ୱାମୀ ମନେ ପଡନ୍ତିନି ସ୍ୱାମୀ ମନେ ପଡୁଥିବେ ନା ସବୁବେଳେ ମନେ ପଡୁଛି କାହିଁକି ନା ସ୍ୱାମୀ ସହ କଟେଇଥିବା ସମୟରେ ଏକା ଏକା ଅନୁଭବ କରୁଥିବେ ନା ସବୁବେଳେ ମନେ ପଡୁଛି ଏକା ଅନୁଭବ କରୁ ଏକା ଲାଗୁଥିବ ନା ସ୍ୱାମୀ ନାଗୁଛି କୋଉଠି ଠିଆ ହେଲେ ହିନମାନ ପାଞ୍ଚନ କରି ରହିଲେ ହିନମାନ ଲାଗୁଛି କେତେ ବୁଲିଥିବେ କଟେଇଥିବେ କେତେ ମନର କେତେ ସ୍ୱାମୀ କଣ କହିଥିବ ମନରେ ଥବ କଥା କହିଲେ ମନେ ଥବ ଯୋଉ କଥା ସ୍ୱାମୀ କଣ କହିଥିବେ
ଈଶ୍ୱର ଏମିତି ଭଲ ସାରା କହିବେ, କେବେ ଦୁଃଖ ସୁଖ କହିବେ ନା କେବେ କାହାର କଥା କହିବେନି। ନା ଆପଣଙ୍କ ମନେ ଥାଉ କରିବ ଆପଣ କଣ କହିଥିବେ ଆପଣଙ୍କର କଣ କହିଥିବେ ସ୍ୱାମୀ ସେମିତି ମନେ ଅଛି କିଛି କଥା କହିଲେ? କିଛି କିଛି ନାହିଁ କହିବେନି। ଆଜ୍ଞା। ନାଇଁ କିଛି କହିବେନି। କଣ ମୋ ନାଁ ସୁଦୀପ ସାହୁ। ସେ ସାହୁ ଆପଣ ମାଉସୀ ଜାଣିଛନ୍ତି ହଁ କେତେ ବର୍ଷ ହେଲାଣି? ଏଇ 20-25 ବର୍ଷ ଆମେ ଏମିତି ନାହିଁ କିଛି, ଏମିତି ଡେଲି ତ ଯିବା ଆସିବା ରାସ୍ତାରେ ଦେଖା ଚାହାଁ ହଉଛି। ଆପଣ ତରକାରୀ ମାନେ କରନ୍ତି ନା ନାହିଁ? ନାଇଁ ନାଇଁ ଆଜ୍ଞା। ଆଉ ଆପଣ ଏଇ କୁଲା ଏରିଆରେ ରହୁଛନ୍ତି, ଆପଣ ଏଇଠି ଆଗରୁ ଜନ୍ମ ଆପଣଙ୍କର ଏଇଠି ନାଇଁ ନାଇଁ ମୋର ଓଡ଼ିଶାରେ। ଓଡ଼ିଶାରେ ଏଠି ଆସି ବାହା ମ୍ୟାରେଜ୍ କରି ଆସିଛନ୍ତି ଏଠି? ହଁ ମ୍ୟାରେଜ ପରେ। ଆଗରୁ ବମ୍ବେ ଦେଖିଥିଲେ ଦେଖିନଥିଲେ? नहीं ଦେଖିନଥିଲେ ନା? नहीं। थैंक यू। हमारा नाम गीता है। माऊसी मालूम है, माऊसी को मालूम है कितना? हम लोग के साथ 7 साल से रहते हैं, हम लोग उनको जानते हैं, साथ में गणपति घर पे जब रहते आते जाते हैं, हम लोग को सब पता है। ଆପଣ ଶୁଣୁଥିଲେ କପଡ଼ପାଣିଙ୍କର ଜୀବନ କାହାଣୀ। ସ୍ୱାମୀ ତାର 5 ବର୍ଷ ହେଲାଣି ଇଏ ନାମ ତ୍ୟାଗ କଲେଣି। ସେ ଏବେ ପଣତ ବୟସରେ ଶେଷ ବୟସରେ ମାଉସୀ ଅଛନ୍ତି। କେତେବେଳେ ସ୍ୱାମୀଙ୍କର ଅନ୍ତରଙ୍ଗ ମୁହୂର୍ତ୍ତ କଥା ମନେ ପଡ଼େ। ଏବେ ବି ଇଚ୍ଛା ହଉଛି ତାଙ୍କୁ ଗାଁକୁ ଯିବାକୁ, ଗାଁର ସାଙ୍ଗସାଥି ଘର ଦ୍ୱାର କଟାଇବାକୁ। ଯେହେତୁ ପୁଅ 2 ପୁଅ ବମ୍ବେ ରହୁଛନ୍ତି, ଇଚ୍ଛା ଥିଲେ ବି ଯାଇପାରୁନାହାନ୍ତି। ସେ କ୍ୟାମେରା ସାମ୍ନାରେ କହୁଛନ୍ତି ଭଗବାନ କରନ୍ତୁ ଏମିତି ଭଲରେ ଭଲରେ ତାଙ୍କ ରୁହନ୍ତୁ, ତାଙ୍କୁ ଭଗବାନ ସବୁଦିନ ପାଇଁ ଭଲରେ ରଖନ୍ତୁ। ଏହା ହିଁ ଜଗନ୍ନାଥଙ୍କ ପାଖରେ ମୋର କାମନା। ନମସ୍କାର।